ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ପ୍ରଥମ ସ୍ୱରୂପଟି ହେଉଛି ଶୈଳପୁତ୍ରୀ। ନବରାତ୍ରିର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଏ ହେଉଛନ୍ତି ଗିରିରାଜ ହିମାଳୟଙ୍କ ପୁତ୍ରୀ ପାର୍ବତୀ ଦେବୀ। ଯଦ୍ୟପି ଇଏ ସମସ୍ତଙ୍କର ଅଧୀଶ୍ୱରୀ ଅଟନ୍ତି, ତଥାପି ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ କୃପାପୂର୍ବକ ତାଙ୍କର ପୁତ୍ରୀ ରୂପରେ ପ୍ରକଟିତ ହୋଇଛନ୍ତି। ବୃଷଭ ହେଉଛି ମା ଶୈଳପୁତ୍ରୀଙ୍କର ବାହନ ଏବଂ ସେ ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ କମଳ ଧାରଣ କରିଥାନ୍ତି। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ଦ୍ୱିତୀୟ ସ୍ୱରୂପଟି ହେଉଛି ବ୍ରହ୍ମଚାରିଣୀ। ନବରାତ୍ରିର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ। ସଚ୍ଚିଦାନନ୍ଦମୟ ବ୍ରହ୍ମସ୍ୱରୂପର ପ୍ରାପ୍ତି କରାଇବା ଯାହାଙ୍କର ସ୍ୱଭାବ ସେ ବ୍ରହ୍ମଚାରିଣୀ ଅଟନ୍ତି। ତପସ୍ୟା ଓ ବ୍ରହ୍ମଚର୍ଯ୍ୟରେ ଲୀନ ଥିବାରୁ ଏହାଙ୍କୁ ବ୍ରହ୍ମଚାରିଣୀ କୁହାଯାଏ। ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ, ତେଣୁ ସେ ଏହି ନାମରେ ପ୍ରସିଦ୍ଧ। ମାତା ବ୍ରହ୍ମଚାରିଣୀଙ୍କୁ ପୂଜା କଲେ ଜ୍ଞାନ, ବୁଦ୍ଧି ଓ ସମୃଦ୍ଧି ପ୍ରାପ୍ତ ହେବା ସହିତ ମନୁଷ୍ୟ ମଧ୍ୟରେ ତପ କରିବାର ଶକ୍ତି ମଧ୍ୟ ଆସିଥାଏ। ଜୀବନର ଯେକୌଣସି ବିପରୀତ ପରିସ୍ଥିତିରେ ମଧ୍ୟ ବିଚଳିତ ନ ହେବା ପାଇଁ ମନୁଷ୍ୟକୁ ଅଦ୍ଭୁତ ଶକ୍ତି ମିଳିଥାଏ। ମା ତାଙ୍କ ଗୋଟିଏ ହାତରେ ଜପମାଳା ଓ ଅନ୍ୟ ହାତରେ କମଣ୍ଡଳୁ ଧାରଣ କରିଛନ୍ତି। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ତୃତୀୟ ସ୍ୱରୂପଟି ହେଉଛି ଚନ୍ଦ୍ରଘଣ୍ଟା। ନବରାତ୍ରିର ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଏ। ଆହ୍ଲାଦକାରୀ ଚନ୍ଦ୍ରମା ଯାହାଙ୍କ ଘଣ୍ଟାରେ ରହିଛନ୍ତି ସେହି ଦେବୀଙ୍କ ନାମ ଚନ୍ଦ୍ରଘଣ୍ଟା। ମା ଚନ୍ଦ୍ରଘଣ୍ଟା ଶାନ୍ତି, ସାହସ ଓ କଲ୍ୟାଣର ପ୍ରତୀକ ଅଟନ୍ତି। ମାଙ୍କୁ ପୂଜା କଲେ ମନୁଷ୍ୟ ନିର୍ଭୟ ହେବା ସହିତ ସୁଖ ଓ ଶାନ୍ତି ପ୍ରାପ୍ତି କରିଥାଏ ଏବଂ ସମସ୍ତ ନକାରାତ୍ମକ ଶକ୍ତିଠାରୁ ସୁରକ୍ଷା ପ୍ରାପ୍ତି କରିଥାଏ। ବାଘ ବାହିନୀ ମା ଚନ୍ଦ୍ରଘଣ୍ଟା ତାଙ୍କର 10ଟି ହାତରେ କମଳ, ତୀର, ଧନୁଷ, ଜପମାଳା, ତ୍ରିଶୂଳ, ଗଦା, ଖଣ୍ଡା, କମଣ୍ଡଳ ଏବଂ ବରମୁଦ୍ରା ଓ ଅଭୟମୁଦ୍ରାକୁ ଧାରଣ କରିଛନ୍ତି। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ଚତୁର୍ଥ ସ୍ୱରୂପଟି ହେଉଛି କୁଷ୍ମାଣ୍ଡା। ନବରାତ୍ରିର ଚତୁର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ତ୍ରିବିଧ ତାପଯୁକ୍ତ ସଂସାର ଯାହାଙ୍କ ଉଦରରେ ଅବସ୍ଥାନ କରିଛି ସେହି ଭଗବତୀଙ୍କୁ କୁଷ୍ମାଣ୍ଡା କୁହାଯାଏ, ଅର୍ଥାତ୍ ସେ ଏ ସମଗ୍ର ବ୍ରହ୍ମାଣ୍ଡର ଜନ୍ମଦାତ୍ରୀ ମାତା ଅଟନ୍ତି। ମା କୁଷ୍ମାଣ୍ଡା ବ୍ରହ୍ମାଣ୍ଡୀୟ ଶକ୍ତିର ପ୍ରତୀକ ଅଟନ୍ତି। ବାଘ ବାହିନୀ ମା କୁଷ୍ମାଣ୍ଡା ତାଙ୍କ 8ଟି ଭୁଜାରେ କମଣ୍ଡଳ, ଧନୁଷ, ବାଣ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପମାଳାକୁ ଧାରଣ କରିଛନ୍ତି। ମା କୁଷ୍ମାଣ୍ଡାଙ୍କୁ ପୂଜା କରିବା ଦ୍ୱାରା ମନୁଷ୍ୟର ରୋଗ, ଶୋକ ଓ କଷ୍ଟ ଦୂର ହୋଇଥାଏ ଏବଂ ଆୟୁ, ଯଶ, ବଳ ଓ ଆରୋଗ୍ୟରେ ବୃଦ୍ଧି ଘଟିଥାଏ। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ପଞ୍ଚମ ସ୍ୱରୂପଟି ହେଉଛି ସ୍କନ୍ଦମାତା। ନବରାତ୍ରିର ପଞ୍ଚମ ଦିନରେ ମା ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ଭଗବାନ କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଛାନ୍ଦୋଗ୍ୟ ଶ୍ରୁତି ଅନୁସାରେ ଭଗବତୀଙ୍କ ଶକ୍ତିରୁ ଉତ୍ପନ୍ନ ହୋଇଥିବା ସନତ କୁମାରଙ୍କ ନାମ ସ୍କନ୍ଦ ଅଟେ। ତାଙ୍କର ମାତା ହୋଇଥିବାରୁ ଏହାଙ୍କୁ ସ୍କନ୍ଦମାତା କୁହାଯାଏ। ସ୍କନ୍ଦମାତା ଜ୍ଞାନ, କ୍ରିୟା ବା ଆଧ୍ୟାତ୍ମିକ କର୍ମ ଓ ମାତୃତ୍ୱର ପ୍ରତୀକ ଅଟନ୍ତି। ସେ ତାଙ୍କ କୋଳରେ କାର୍ତ୍ତିକେୟଙ୍କୁ ଧାରଣ କରିଛନ୍ତି। ସିଂହ ବାହିନୀ ଚତୁର୍ଭୁଜା ମା ସ୍କନ୍ଦମାତା ତାଙ୍କର 2ଟି ହାତରେ କମଳ ଓ ଗୋଟିଏ ହାତରେ କାର୍ତ୍ତିକଙ୍କୁ ଏବଂ ଅନ୍ୟ ହାତରେ ଅଭୟ ମୁଦ୍ରା ଧାରଣ କରିଛନ୍ତି। ଏହାଙ୍କୁ ପୂଜା କଲେ ଭକ୍ତଙ୍କୁ ଶକ୍ତି, ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହେବା ସହିତ ପରିବାରରେ ଶାନ୍ତି ଆସିଥାଏ ଏବଂ ସନ୍ତାନ ସୁଖ ମିଳିଥାଏ। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ଷଷ୍ଠ ସ୍ୱରୂପଟି ହେଉଛି କାତ୍ୟାୟନୀ। ନବରାତ୍ରିର ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଏ। ଦେବତାମାନଙ୍କ କାର୍ଯ୍ୟସିଦ୍ଧି କରିବା ନିମନ୍ତେ ଦେବୀ ମହର୍ଷି କାତ୍ୟାୟନଙ୍କ ଆଶ୍ରମରେ ପ୍ରକଟିତ ହୋଇଥିଲେ। ମହର୍ଷି ତାଙ୍କୁ ନିଜର କନ୍ୟା ରୂପେ ଗ୍ରହଣ କରିଥିଲେ, ତେଣୁ ସେ କାତ୍ୟାୟନୀ ନାମରେ ପ୍ରସିଦ୍ଧ। ସିଂହ ବାହିନୀ ମା କାତ୍ୟାୟନୀ ତାଙ୍କର 4ଟି ହାତରେ କମଳ, ଖଣ୍ଡା, ଅଭୟମୁଦ୍ରା ଓ ବରମୁଦ୍ରାକୁ ଧାରଣ କରିଛନ୍ତି। ମା କାତ୍ୟାୟନୀ ଶକ୍ତି, ସାହସ ଓ ଧର୍ମର ପ୍ରତୀକ ଅଟନ୍ତି। ସେ ତାଙ୍କ ଭକ୍ତଙ୍କ ପାଇଁ କରୁଣାମୟୀ ଓ ପ୍ରେମର ମୂର୍ତ୍ତି ଅଟନ୍ତି। ମା କାତ୍ୟାୟନୀଙ୍କୁ ପୂଜା କଲେ ମନୁଷ୍ୟ ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ଚତୁର୍ବିଧ ଫଳ ପ୍ରାପ୍ତି ହୋଇଥାଏ। ମନୁଷ୍ୟ ଜୀବନରୁ ଭୟ ଓ ଅସୁରକ୍ଷାର ଭାବନା ଦୂର ହୋଇଥାଏ। ଧୈର୍ଯ୍ୟ ଓ ସାହସ ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କ ମନରେ ସର୍ବଦା ଡର ଓ ଚିନ୍ତା ଘର କରି ରହିଛି, ସେହିପରି ଲୋକମାନେ ମା କାତ୍ୟାୟନୀଙ୍କୁ ପୂଜା କଲେ ସେମାନଙ୍କୁ ମାନସିକ ଶାନ୍ତି ମିଳିବା ସହିତ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ସପ୍ତମ ସ୍ୱରୂପଟି ହେଉଛି କାଳରାତ୍ରି। ନବରାତ୍ରିର ସପ୍ତମ ଦିନରେ ମା କାଳରାତ୍ରିଙ୍କୁ ପୂଜା କରାଯାଏ।
ସମସ୍ତଙ୍କ ମୃତ୍ୟୁ ରୂପକ କାଳର ରାତ୍ରି ବା ବିନାଶିକା ହୋଇଥିବାରୁ ତାଙ୍କର ନାମ କାଳରାତ୍ରି। ମା କାଳରାତ୍ରି ଜୀବନର ମହାନ ସତ୍ୟ ମୃତ୍ୟୁର ପ୍ରତୀକ ଅଟନ୍ତି। ମା ଏହା ଶିକ୍ଷା ଦିଅନ୍ତି ଯେ ମୃତ୍ୟୁ ଅନ୍ତ ନୁହେଁ, ଅପିତୁ ଏକ ନୂଆ ଯାତ୍ରାର ଆରମ୍ଭ ଅଟେ। ମା କାଳରାତ୍ରି ଭକ୍ତଙ୍କ ପାଇଁ ରକ୍ଷା, ନିର୍ଭୀକତା ଓ କଲ୍ୟାଣର ଦେବୀ ଅଟନ୍ତି। ମା କାଳରାତ୍ରି ସମସ୍ତ ଅନ୍ଧକାର ଓ ଭୟର ନାଶ କରନ୍ତି। ସେ ଆମକୁ ଜୀବନର ଘନ ଅନ୍ଧକାରରେ ମଧ୍ୟ ପ୍ରକାଶର ସମ୍ଭାବନା ରହିଥିବାର ପ୍ରେରଣା ଦିଅନ୍ତି। ମା ଅଜ୍ଞାନତାର ଅନ୍ଧକାରକୁ ନାଶ କରି ଜ୍ଞାନର ଆଲୋକ ପ୍ରକାଶିତ କରିଥାନ୍ତି। ଗଧ ବାହିନୀ ମା କାଳରାତ୍ରି ତାଙ୍କର 4ଟି ହାତରେ ଖଡ୍ଗ, ବଜ୍ର, ବରମୁଦ୍ରା ଓ ଅଭୟ ମୁଦ୍ରାକୁ ଧାରଣ କରିଛନ୍ତି। ତାଙ୍କର 3ଟି ନେତ୍ର ରହିଛି। ମାଙ୍କୁ ପୂଜା କଲେ ସମସ୍ତ ପ୍ରକାର ଦୁଷ୍ଟ ଆତ୍ମା, ଭୂତ, ପ୍ରେତ, ପିଶାଚ ଆଦି ଖରାପ ଶକ୍ତି ଗୁଡ଼ିକ ନଷ୍ଟ ହୋଇଯାଇଥାଏ ଏବଂ ମନୁଷ୍ୟକୁ ସବୁ ଦିଗରୁ ସୁରକ୍ଷା ପ୍ରାପ୍ତି ହୋଇଥାଏ। ଏହା ସହିତ ମନୁଷ୍ୟ ମନରେ ସାହସ, ଆତ୍ମବିଶ୍ୱାସ ଓ ସକାରାତ୍ମକତାର ବୃଦ୍ଧି ଘଟିଥାଏ। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ଅଷ୍ଟମ ସ୍ୱରୂପଟି ହେଉଛି ମହାଗୌରୀ। ନବରାତ୍ରିର ଅଷ୍ଟମ ଦିନରେ ମା ମହାଗୌରୀଙ୍କୁ ପୂଜା କରାଯାଏ। ତପସ୍ୟା ଦ୍ୱାରା ଅତି ଗୌରବର୍ଣ୍ଣ ପ୍ରାପ୍ତ ହୋଇଥିବାରୁ ସେ ମହାଗୌରୀ ନାମରେ ପ୍ରସିଦ୍ଧ। ସେ ଧଳା ବର୍ଣ୍ଣର ବସ୍ତ୍ର ଓ ଆଭୂଷଣକୁ ଧାରଣ କରିଥାନ୍ତି। ଏହାଙ୍କ ସ୍ୱରୂପ ଶାନ୍ତ ଓ ସୌମ୍ୟ ଅଟେ। ମା ମହାଗୌରୀ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ ଅଟନ୍ତି। ବୃଷାରୂଢ଼ା ମା ମହାଗୌରୀ ତାଙ୍କର 4ଟି ହାତରେ ତ୍ରିଶୂଳ, ଡମ୍ବରୁ, ବରମୁଦ୍ରା ଓ ଅଭୟ ମୁଦ୍ରାକୁ ଧାରଣ କରିଛନ୍ତି। ମହାଗୌରୀଙ୍କୁ ପୂଜା କଲେ ସମସ୍ତ କଷ୍ଟ ଓ ପାପ ଦୂର ହୁଏ ଏବଂ ମନୁଷ୍ୟକୁ ଧନ, ବୈଭବ ଓ ସୁଖ ଶାନ୍ତି ପ୍ରାପ୍ତ ହୁଏ। ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ନବମ ସ୍ୱରୂପଟି ହେଉଛି ସିଦ୍ଧିଦାତ୍ରୀ। ନବରାତ୍ରିର ନବମ ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ସିଦ୍ଧି ଅର୍ଥାତ୍ ମୋକ୍ଷ ପ୍ରଦାନ କରୁଥିବାରୁ ତାଙ୍କର ନାମ ସିଦ୍ଧିଦାତ୍ରୀ ଅଟେ। ସେ ସମସ୍ତ ଅଲୌକିକ ଶକ୍ତିର ଦାତ୍ରୀ ମଧ୍ୟ ଅଟନ୍ତି। ମା ତାଙ୍କ ଭକ୍ତଙ୍କୁ ଅଣିମା, ମହିମା ଆଦି ଅଷ୍ଟସିଦ୍ଧି ପ୍ରଦାନ କରିଥାନ୍ତି। ମାଙ୍କ କୃପାରୁ ମହାଦେବ ଶିବ ମଧ୍ୟ ଅର୍ଦ୍ଧନାରୀଶ୍ୱର ନାମରେ ପ୍ରସିଦ୍ଧ ହୋଇଥିଲେ। ମା ସିଦ୍ଧିଦାତ୍ରୀ ଆଧ୍ୟାତ୍ମିକ ଜ୍ଞାନ ଓ ପୂର୍ଣ୍ଣତାର ପ୍ରତୀକ ଅଟନ୍ତି। ପଦ୍ମାସନା ମା ସିଦ୍ଧିଦାତ୍ରୀ ତାଙ୍କର 4ଟି ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରିଛନ୍ତି। ଏହାଙ୍କୁ ପୂଜା କଲେ ଧର୍ମ, ଅର୍ଥ ଓ କାମ ଆଦି ପ୍ରାପ୍ତ କରିବା ପରେ ମନୁଷ୍ୟ ସଂସାରର ଅସାରତାକୁ ବୋଧ କରି ଅମୃତ ପଦ ଅର୍ଥାତ୍ ମୋକ୍ଷ ଆଡ଼କୁ ଅଗ୍ରସର ହୋଇଥାଏ।